ମା ଆମେ ଆରମ୍ଭ କରିବା ଚିରନ୍ତନ ବହିର ପୃଷ୍ଠା 119। ବିଷୟବସ୍ତୁ ଆଜି ଅଛି ଆଘାତ ଆମର ଅଗ୍ରଗତି ପାଇଁ। ଚିରନ୍ତନ ବହିରେ ଶ୍ରୀରନ୍ଦଙ୍କର ଥର୍ସନ ଆପରଜିମରୁ ପ୍ରଥମ ଲେଖାଟି ରହିଛି। ତାପରେ ମା ପରେ ତାପରେ କହୁଛନ୍ତି। ଥର୍ସନ ଆପରଜିମରୁ ଶ୍ରୀରନ୍ଦଙ୍କର ବାକ୍ୟଟି ରହିଛି, ହେ ମୋର ପ୍ରେମିକ ମୋତେ ଆଘାତ ଦିଅ। ଯଦି ତୁମେ ମୋତେ ବର୍ତ୍ତମାନ ଆଘାତ ନ କରୁଛ, ତାହେଲେ ମୁଁ ଜାଣିବି ଯେ ତୁମେ ମୋତେ ଭଲ ପାଅ ନାହିଁ। ମା ଲେଖୁଛନ୍ତି, ମାଙ୍କୁ ଏ ବିଷୟରେ ପ୍ରଶ୍ନ କରାହେଇଛି। ମା ତାର ଉତ୍ତରରେ ଯାହା କହିଛନ୍ତି ସେଟା ଏଠି ଲେଖା ରହିଛି। ଯେଉଁମାନେ ଦିବ୍ୟ ପୂର୍ଣ୍ଣତା ପାଇଁ ଆସ୍ପୃହା କରନ୍ତି, ସେମାନେ ଜାଣନ୍ତି ଯେ ପରମ ପ୍ରଭୁ ଅସୀମ ପ୍ରେମ ଓ କରୁଣାରେ ଯେଉଁ ଆଘାତ ଗୁଡ଼ିକ ଦେଇଥାନ୍ତି, ତାହା ହେଉଛି ଆମକୁ ଆଗେଇ ନେବାର ନିଶ୍ଚିତତମ ଓ କ୍ଷିପ୍ରତମ ମାର୍ଗ। ଆଘାତ ଯେତେ କଠିନ ହୁଏ, ସେତେ ସେତେ ପ୍ରଭୁଙ୍କ ଦିବ୍ୟ ପ୍ରେମର ମହତ୍ଵ ଅନୁଭବ କରିହୁଏ। ବିପରୀତ ପକ୍ଷରେ ସାଧାରଣ ମଣିଷମାନେ ଈଶ୍ୱରଙ୍କୁ ଏକ ସହଜ, ସୁଖକର ଓ ସଫଳ ଜୀବନ ମାଗୁଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଗତ ସୁଖ, ଶାନ୍ତି ଓ ସନ୍ତୋଷରେ ଏହି ଲୋକମାନେ ପ୍ରଭୁଙ୍କର କୃପା ଦେଖୁଥାନ୍ତି। କିନ୍ତୁ ବିପରୀତରେ ଯଦି ସେମାନେ ଜୀବନରେ କୌଣସି ସମୟରେ ଅସୁଖ ଓ ଦୁର୍ଭାଗ୍ୟର ସମ୍ମୁଖୀନ ହୁଅନ୍ତି, ସେମାନେ ଅଭିଯୋଗ କରି କୁହନ୍ତି, ହେ ଈଶ୍ୱର, ତୁମେ ମୋତେ ଭଲ ପାଅ ନାହିଁ, ତା ନହେଲେ ମୁଁ ଏତେ କଷ୍ଟ ଭୋଗୁଥାନ୍ତି। ସାଧକ ପକ୍ଷରେ ଏଭଳି ମନୋଭାବ ଅତ୍ୟନ୍ତ ସ୍ଥୂଳ ଏବଂ ଅଜ୍ଞତାପୂର୍ଣ୍ଣ। ଏହା ବଦଳରେ ଶ୍ରୀ ଅରବିନ୍ଦ ସେଇ ଦିବ୍ୟ ପ୍ରେମିକଙ୍କୁ ପ୍ରାର୍ଥନା କରି କହୁଛନ୍ତି, ହେ ପ୍ରିୟତମ, ଯେତେ ଯେତେ ଆଘାତ ଦେଉଛ ଦିଅ, ଆହୁରି ବେଶୀ କରି ଆଘାତ ଦିଅ। ଏହି କଠିନ ଆଘାତ ଭିତରେ ହିଁ ମୁଁ ଯେପରି ମୋ ପ୍ରତି ତୁମ ପ୍ରେମର ଗଭୀରତା ଅନୁଭବ କରେ। ମା ଆଘାତ ଆମର ଅଗ୍ରଗତି ପାଇଁ। ମା ଲେଖୁଛନ୍ତି, ଶ୍ରୀଅରବିନ୍ଦ ଥର୍ସନ ଲେଖୁଛନ୍ତି, ହେ ମୋର ପ୍ରେମିକ ମୋତେ ଆଘାତ ଦିଅ। ଯଦି ତୁମେ ବର୍ତ୍ତମାନ ଆଘାତ ନ କରୁଛ, ତାହେଲେ ମୁଁ ଜାଣିବି ଯେ ତୁମେ ମୋତେ ଭଲ ପାଅ ନାହିଁ। ତେଣୁ ମାଙ୍କୁ ପ୍ରଶ୍ନ କରାଯାଇଛି ଯେ, ମା ଆପଣ ତ ସବୁବେଳେ କହୁଛନ୍ତି ଯେ ଦୁଃଖ ଯନ୍ତ୍ରଣାକୁ ଡାକ ନାହିଁ। ଦୁଃଖ ଯନ୍ତ୍ରଣାରେ ଆମେ ଗତକାଲି ଆଲୋଚନା କରୁଥିଲେ, ଦୁଃଖ ଯନ୍ତ୍ରଣା ଯେତେବେଳେ ଆସୁଛି, ସେଥିରୁ ଆମ ଜୀବନର ଅଗ୍ରଗତି ପାଇଁ ଯାହା ସେଥିରୁ ଶିଖିବା କଥା ତାରୁ ଶିଖିଯିବା ଏବଂ ସବୁ ସମୟରେ ତାକୁ ସମ୍ମୁଖୀନ ହବା, ତାକୁ ବ୍ୟବହାର କରିବା ଆମର ଅଗ୍ରଗତି ପାଇଁ। କିନ୍ତୁ ଆପଣ କହୁଛନ୍ତି ଯେ କେବେ ଦୁଃଖ ଯନ୍ତ୍ରଣାକୁ ଡାକିବନି, ନିଜେ ଜବରଦସ୍ତ କହିବନି ମତେ ଦୁଃଖ ଦିଅ। ତାହେଲେ ଏଠି ଶ୍ରୀଅରବିନ୍ଦ କେମିତି ଲେଖୁଛନ୍ତି, ହେ ମୋର ପ୍ରେମିକ ମୋତେ ଆଘାତ ଦିଅ। ଯଦି ତୁମେ ବର୍ତ୍ତମାନ ଆଘାତ ନ କରୁଛ, ତାହେଲେ ମୁଁ ଜାଣିଯିବି ତୁମେ ମୋତେ ଭଲ ପାଅ ନାହିଁ। ତେଣୁ ମା ତାର ଉତ୍ତରରେ ଲେଖୁଛନ୍ତି, କହୁଛନ୍ତି, ଯେଉଁମାନେ ଦିବ୍ୟ ପୂର୍ଣ୍ଣତା ପାଇଁ ଆସ୍ପୃହା କରନ୍ତି, ସେମାନେ ଜାଣନ୍ତି ଯେ ପରମ ପ୍ରଭୁ ଅସୀମ ପ୍ରେମ ଓ କରୁଣାରେ ଯେଉଁ ଆଘାତ ଗୁଡ଼ିକ ଦେଇଥାନ୍ତି, ତାହା ହେଉଛି ଆମକୁ ଆଗେଇ ନେବାର ନିଶ୍ଚିତତମ ଓ କ୍ଷିପ୍ରତମ ମାର୍ଗ। ଆଘାତ ଯେତେ କଠିନ ହୁଏ, ସେତେ ସେତେ ପ୍ରଭୁଙ୍କ ଦିବ୍ୟ ପ୍ରେମର ମହତ୍ଵ ଅନୁଭବ କରି ହୁଏ। ଏଇଠି ମନେ ପଡୁଥିବ ଯେ ମହାଭାରତରେ କୁନ୍ତୀ କୃଷ୍ଣଙ୍କୁ ମାଗୁଛନ୍ତି, ଯଦିଓ କୃଷ୍ଣଙ୍କର ସେ ହଉଛନ୍ତି ପିଇସି, କିନ୍ତୁ କୁନ୍ତୀ ଅନେକ ବ୍ୟକ୍ତି ବି ଜାଣିପାରିଥିଲେ, କୁନ୍ତୀ ବି ଜାଣିପାରିଥିଲେ ଯେ କୃଷ୍ଣ ସାଧାରଣ ମନୁଷ୍ୟ ନୁହନ୍ତି। ସେ କାହିଁକିନା କଂସକୁ ଯେତେବେଳେ ମାରିବା କଥା ହଉ, ଶିଶୁପାଳଙ୍କର ହାତ ଯୋଉ ବାହାରିଥିଲା ସେଗୁଡାକ ଯେମିତି ଉଭାନ ହେଇଯିବା ଏବଂ ଅନ୍ୟାନ୍ୟ ବହୁତ କର୍ମ ଛୋଟ ବେଳୁ ସମସ୍ତଙ୍କୁ ସେତେବେଳେ ତାଙ୍କୁ ଏକ ଦିବ୍ୟ ରୂପରେ ପ୍ରତିଭାତ କରିଛି। ଯୋଉମାନେ କୌଣସି କାରଣରୁ ଅଳ୍ପ ହଉ ବହୁତ ହଉ ଭଗବାନଙ୍କ ପ୍ରତି ଉନ୍ନତତା ଅଛି,
ସେମାନେ ଅନୁଭବ କରିଛନ୍ତି କୃଷ୍ଣଙ୍କର ଦିବ୍ୟତା। ତ କୃଷ୍ଣଙ୍କୁ ଯେତେବେଳେ କୁନ୍ତି କହୁଛନ୍ତି ଯେ କଣ ମାଗୁଛନ୍ତି ତାଙ୍କୁ, ନା ମତେ ଦୁଃଖ ଦିଅ, ଯେ କାହିଁକି ନା ସୁଖରେ ମୁଁ ତୁମକୁ ଭୁଲିଯିବି, ଦୁଃଖ ହେଲେ ମୁଁ ତୁମକୁ ସବୁବେଳେ ଡାକୁଥିବି। ଆକ୍ଚୁଆଲି ତାଙ୍କର କଣ ଉଦ୍ଦେଶ୍ୟ ଥିଲା ଯେ ତାଙ୍କ ଜୀବନରେ କେବଳ ଯନ୍ତ୍ରଣା ପାଇବା ପାଇଁ? ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା, କାରଣ ଯେତେବେଳେ ରାଜଘରାଣୀରେ ସେ ବିବାହ କରୁଛନ୍ତି, ରାଣୀ ହଉଛନ୍ତି, ସେତେବେଳେ ପଣ୍ଡୁ ରାଜା ଥିଲେ, ଯେତେବେଳେ ସେ ରାଣୀ ହେବେ, ରାଣୀ ହେଲେ ସବୁବେଳେ ଐଶ୍ୱର୍ଯ୍ୟ ଭିତରେ ରହିବେ। ଐଶ୍ୱର୍ଯ୍ୟ, ଧନ ଐଶ୍ୱର୍ଯ୍ୟ ଭିତରେ ରହିଲେ କ୍ଷମତା ବି ପାଖରେ ରହିଲା, ଧନ ରହିଲା, ଐଶ୍ୱର୍ଯ୍ୟ ସହିତ କ୍ଷମତା ବି ରହିଲା। ଏବଂ ଗୋଟେ ବିରାଟ ରାଜା, ପଣ୍ଡୁ ସେତେବେଳେ ସମ୍ରାଟ, ତେଣୁ ସାମ୍ରାଜ୍ଞୀ କହିଲେ ଚଳେ। ତେଣୁ ସାମ୍ରାଜ୍ଞୀଙ୍କର କୌଣସି ଅଭାବ ରହିବ ନାହିଁ। ଯଦି ଅଭାବ ନ ରହିବ, ସେତେବେଳେ ସାଧାରଣତଃ କଣ ହୁଏ, ଆମ ଭିତରେ ଅହଙ୍କାର, ଆମ ଭିତରର ଯେତେ ଗୁଡେ ଯାହା କେତେ ଗୁଡେ ଗୁଣ ରହିଛି, ଅଜ୍ଞାନତା ଅଜ୍ଞତା ତ ଆମ ଭିତରେ ରହିଛି ନା, ଆମେ ପୂର୍ଣ୍ଣ ରୂପାନ୍ତର ହେଇନାହାନ୍ତି। ତେଣୁ ସେଇ ସବୁ ବାହାରର ଯୋଉ ଚାକଚକ୍ୟ ଭିତରେ ଚାଟୁକାରମୀ ମାନେ ବି ରହିବେ। ସେମାନଙ୍କ ଭିତରେ କଣ ହବ ନା, ଧୀରେ ଧୀରେ ଭଗବାନ ଠାରୁ ଦୂରେଇ ଯାଇ ଏଇ ବିଷୟ ମାନେ ସାଂସାରିକ ଯୋଉ ବାହ୍ୟ ଚାକଚକ୍ୟ ଭିତରେ ବୁଡି ଗଲେ ଆଉ ଭଗବାନଙ୍କୁ ଭୁଲିଯିବେ। ଭଗବାନଙ୍କୁ ଭୁଲିଗଲେ ଜୀବନରେ ଯୋଉ ଉଦ୍ଦେଶ୍ୟ ପାଇଁ ଜନ୍ମଗ୍ରହଣ କରିଛ, ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ ଆମେ ଜନ୍ମଗ୍ରହଣ କରିଛନ୍ତି। ଭାବରେ ଲେଖା ହେଇଛି, ପ୍ରଭୁ ଲେଖୁଛନ୍ତି ନା, ଦିବ୍ୟ ପ୍ରେମ ଏବଂ ଭଗବାନଙ୍କର ଦିବ୍ୟ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆହେଇଛି। ତେଣୁ ସବୁ ଜିନିଷ ବ୍ୟର୍ଥ ହେଇଯିବ। ତେଣୁ ଯଦି ଦୁଃଖ ରହିଲା, ତାହେଲେ କଣ ହବ ନା, ଆମେ ସାଧାରଣତଃ ଦୁଃଖ ପଡିଲେ ହିଁ ଆମେ ଭଗବାନଙ୍କୁ ସହିତ ମନେ ପକାନ୍ତି, ନହେଲେ ସୁଖ ସମୟରେ ଚାନ୍ସ ନାହିଁ ମନେ ପକେଇବା। ଖାଲି ଏ ଯେମିତି ମେଲୋଡିରେ ନାଚିଲା ଭଳିଆ, ବରଯାତ୍ରୀରେ ନାଚିଲା ଭଳିଆ, ସେତେବେଳେ କିଛି ମନେ ପଡେ? କିଛି ନାହିଁ, ଭଗବାନ ନା ଆଉ କଣ, କିଛି ମନେ ପଡେ। ତେଣୁ ସୁଖ ସମୟରେ ସାଧାରଣତଃ ଆମେ ସମସ୍ତେ ଭୁଲି ଯାଆନ୍ତି। ତେଣୁ ସେଥିପାଇଁ ମା ଆରମ୍ଭରୁ କହୁଛନ୍ତି ଯେ ଯୋଉମାନେ ଦିବ୍ୟ ପୂର୍ଣ୍ଣତା ପାଇଁ ଆଶ୍ରୟ କରନ୍ତି, ସେମାନେ ଚାହୁଁଛନ୍ତି ଡିଭାଇନ ପରଫେକ୍ସନ। ଆମେ ଯୋଉ ପରଫେକ୍ସନ କହୁଛୁ, କୌଣସି କାମଟା ଆମ ଦୃଷ୍ଟିକୋଣରୁ ଯେତିକି ଭଲ ହେଇଗଲା ଆମେ ତାକୁ ପରଫେକ୍ସନ କହୁଛୁ। କିନ୍ତୁ ଡିଭାଇନ ପରଫେକ୍ସନ ପୁଣି କଣ ଦେଖନ୍ତୁ, ଆମ ଦୃଷ୍ଟିରେ ପରଫେକ୍ସନ ହଉଛି ସୁନ୍ଦର ଦେଖାଯାଉଥିବ, ଠିକ ଠାକ ହଉଥିବ, ଆଉ ସମୟରେ ସରିଯାଉଥିବ, ଏବଂ ଅତି କ୍ରିଏଟିଭ ସୃଜନଶୀଳ ବି ଥିବ। କିନ୍ତୁ ଦିବ୍ୟ ପୂର୍ଣ୍ଣତା ସବୁବେଳେ ସେୟା ନଥାଏ। ଦିବ୍ୟ ପୂର୍ଣ୍ଣତା ହଉଛି ସିଏ ଭବିଷ୍ୟତକୁ ଦେଖନ୍ତି, ବିବର୍ତ୍ତନରେ କୋଉଟା ସାହାଯ୍ୟ କରିବ, କେତିକି ସାହାଯ୍ୟ କରିବ, ସେଇ ଅନୁସାରେ ପରଫେକ୍ସନ ଟା ହୁଏ, ସେଇ ଅନୁସାରେ ସେ ପ୍ରସ୍ତୁତ କରନ୍ତି। ଯେମିତି ଶ୍ରୀରାମ ହରିଣ ପଛରେ ଧାଇଁଲେ, ମନେ କରାଯାଉ ସୀତା କହିଲେ, ଜାଣି ନାହାନ୍ତି କହିଲେ, ମନେ କରାଯାଉ, କାହିଁକିନା ସୀତା ବି ଜାଣିଛନ୍ତି କଣ କରିବାକୁ ହବ। ଏବଂ ମଜା କଥା, ସେଠି ଗୋଟେ ଘଟଣାଟା ମନେ ପଡିଲା, କହିଦଉଛି, ବର୍ଣ୍ଣନା ରହିଛି ବି। ଯେତେବେଳେ ସମୟ ହେଇଗଲା, ଲକ୍ଷ୍ମଣ ଜାଣିନାହାନ୍ତି, ଶ୍ରୀରାମ ଏବଂ ସୀତା ଦେବୀ କଥା ହଉଛନ୍ତି ଯେ ଏବେ ତ ସମୟ ହେଇଗଲା, ତେଣୁ ତମେ ଏବେ ଯାଅ, ତମର ଛାୟା ରୂପକୁ ଛାଡ। ତେଣୁ ସେଠି ଅଗ୍ନି ଭିତରକୁ ଅଗ୍ନିଦେବଙ୍କୁ ଡକା ହଉଛି, ଅଗ୍ନିଦେବଙ୍କୁ ଆହ୍ୱାନ କରୁଛନ୍ତି। ସେତେବେଳେ ଅଗ୍ନିଦେବ କଣ କରୁଛନ୍ତି, ଅସଲ ସୀତାଙ୍କୁ, ଯିଏ ମାନେ ଦିବ୍ୟ, ଆମର ଯେମିତି ଦିବ୍ୟ ଜନନୀ ନିଜେ ସୀତା ରୂପ ନେଇକି ଆସିଛନ୍ତି ନା, ଅସଲ ସୀତା ଅଗ୍ନି ତାଙ୍କୁ ନେଇଯାଉଛନ୍ତି, ଅଗ୍ନି ତାଙ୍କୁ ନେଇଯାଉଛନ୍ତି। ଏବଂ ଛାୟା ସୀତା, ମାନେ ଆମେ କହିପାରିବା ନକଲ, ଡୁପ୍ଲିକେଟ ଛାୟା ସୀତା ବର୍ତ୍ତମାନ ରହୁଛନ୍ତି କୋଉଠି ନା କୁଟୀରରେ। ଚିନ୍ତା କରନ୍ତୁ, ଅଲରେଡି ସେମାନେ ଜାଣିଛନ୍ତି କଣ କାମ କରିବାର ଅଛି, ତେଣୁ ସେଇ ଅନୁସାରେ ସେ ତାଙ୍କ ରୋଲ ସ୍ଥିର କରିଦେଇଛନ୍ତି। ବର୍ତ୍ତମାନ କଣ ହେଲା ନା, ବର୍ତ୍ତମାନ ଛାୟା ସୀତା ବା ମାୟା ସୀତା ଆପଣ କୁହନ୍ତୁ,
माया सीता बर्तमान बाहर अछंती एवं एई समय रे हरिणटी आसिला हरिण होची कि मारीच राक्षस हरिण आसुची सुना हरिण हेकिरी सुना हरिण केमिति संभव संभव नुह किंतु श्रीराम हरिण पछरे दौड़ुचंती जदि तीर मारिबार थिला श्रीराम कौन मन कर आमे हमर मानुषी मनरे टिके चिंता करिबा आटलिस्ट सेति चिंता कले जानि परिबा जे प्रकृति रे श्रीराम साधारण मनुष्य नुहंती बोली कहना मानुषी मनुष्य जदि मनुष्यटीए जदि मानुषी मनरे से चिंता करे भी हरिणटी को धरिबा केबे भी संभव नु हरिण जेते जोर दौड़िबो केबे भी संभव नु तेणु हरिण को से तीर मारिबे ओके ठीक है जदि तीर मारिबे से सेठी तीर न मारी ता पछे पछे दौड़ुथले कहीं श्रीराम आपण जानिथिबे गोटे घटना घटिची जेतेबेले वर्तमान जानी गलेनी जे सीता चोरी हेइची गोटे घटना मु कहूची सीता चोरी हेइ सारी जना पड़ी गलानी समुद्र रे एपटरे श्रीराम हरिका अछंती एवं एई समय रे कोन हेइची विभीषण भी आसी सारले एई समय रे रावण ओ कहीं केते ऊपर पुष्पक विमान रे उड़ुची तो पचार सुग्रीव विभीषण को जे अति ऊपर कौन गोटे देखा गोटे चढ़ई एमती उड़ुचे कि एते ऊपर केमती उड़ुचे तो विभीषण से कहते ये चढ़ई नुह एटी रावण तांकर पुष्पक विमान रे से आसी देखुचंती कल्पना करुचंती जे एटी हमर सैन्य सामंत केते सेउठु थाई कि गोटे तीर मारिले चिंता करन सेउठु थाई कि तीर मारा हला रावण को कहीं केते ऊपर गोटे चढ़ई भलिया देखा जाउची केवल मारिले तीर तांकर मुकुट आसी तळे पड़ला माने को भली भाबर तांकर लक्ष्य भेदन सीए हरिण पछरे धाउथले तेणु सीए जानुचंती जे केतेबेले कौन करिया पड़िबो सीता को धरिकी से सीता को छाड़ी से पळेले तापर रावण सीता को धरिकी पळेला ठीक अछि गला तेणु एठी परम प्रभु कौन करती सी आवश्यक केतेबेले कौन हुए सेटा करती तेणु दिव्य पूर्णता आम हिसाब जो पूर्णता ताहा न होई पारे तेणु दिव्य पूर्णता सब डिफरेंट तेणु परम प्रभु असीम प्रेम और करुणा रे जो आघात गुड़िक देई ताहा हेउची आमको आगे नेबार निश्चिततम और क्षिप्रतम मार्ग गोटे आउ गोटे एग्जांपल कहबे महाभारत महाभारत रे वर्तमान पंचु पांडव आम जानते एवं द्रौपदी तांकर पत्नी से विषय तो आम जानते तेणु से गोटे जमी कहती से कहुए कथा कहला बेले जगी रखी कह द्रौपदी को जिते से स्वयंवर सभा द्रौपदी वरण कर आसुचंती आसिक बाहर कहते माँ को जे माँ आम भल भिक्षा नहीं के तापरे माँ कहले ठीक अच्छे 5 भाई बांटिकी नहीं जाओ सेठी गोटे असजड़ा बा गोटे भूल हो गला सेते बेले भी अर्जुन को जो माँ गाली दी कुंती गाली दी ये तुम्हें गोटे नारी को भिक्षा बोली कहूच तेणु से भी गाली है जहाँ भी हो बर्तमान नियम है कौन जे जदि गोटे वर्ष रे जने जने तांकर पति हिसाब रहिबे से समय रे जेतेबेले 2 जन एकाठी थिबे द्रौपदी एवं जो पति पाखरे से थिबे सेतेबेले अन्य जने बिना अनुमति रे प्रवेश करि परिबो नाही जदि बिना अनुमति रे प्रवेश कले तेबे गोटे वर्ष से वन रे जाई तप आचरण करिवे तापर आसीबे ए सब जिंस काहे कि करिथिले चिंता करंतु सी माने जन को केते अधिक रु अधिक दृढ़ दृढ़ निष्ठ हबो
निज को निजर सुनियंत्रण रहिबो। हाँ घटनाटी है कौन ना हठात एक आवश्यक पड़ला जड़े किए सुरक्षा आसी पहुंचती तेणु कृष्ण अर्जुनकर गांडी बधनु रही जाइए रूम रे एवं से समय रे अर्जुनकर माने से द्रौपदी अन्य जन सहित अन्य जन पति सहित से वर्षटा थाए तेणु अर्जुन करेंगे कौन एपटे सुरक्षा दरकार गांडी बधनु सी पशि जाइए रूम को एवं गांडी बधनु नहीं आस किंतु किंतु वर्तमान नियम इज नियम तेणु अर्जुन को वर्षे वर्तमान तप आचरण करा पड़ो देखो से समय रे जो वर्षटा से तप आचरण करने आसिले से गोटे वर्ष भितर जेतक दिव्यास्त्र से प्राप्त कर कृष्ण गाइड कर तप तप जो आचरण कर तपस्या कर घटना सब घटी शिव ठार वर पाई पार्वती ठार वर पाई शिव पाखु अस्त्र शिव पाशुपत अस्त्र पाखु सब अस्त्र पाई पाखु पार्वती पाखु अस्त्र पाइले इंद्र पाखु जाइए इंद्र पाखु पाई सब देवदेवा पाखु देवदेवी पाखु अस्त्र पाई से समय रे आउ गोटे घटना भी घटी जे सेठी आमर किए उर्वशी स्वर्गर अप्सरा उर्वशी तांको अभिशाप देइचंती देखो केमती कथा माने केते आघात पर आघात गोटे आघात किछि नाही एपटरे वचन देइचंती सुरक्षा देवा पई जणो को सुरक्षा देवा पई गांडी धनु आनिया को गले तमे कहबो एटा तो गोटे जस्टिफाइड रीजन एवं ए रीजन आ कोन से डिसिप्लिन ता ऊपर पडिबा कथा डिसिप्लिन जे किंतु एठी गोटे जनकर सुरक्षार कथा ये तो राजा कौन राजा सीना निजे एबे नाहंती किंतु जहाँ भी हेले राजपुत्र तांकर काम होउची सुरक्षा देवा प्रजा को सुरक्षा पाई से काम कले तम तांको दंड कौन किंतु सेई जो दंडटी तांको से गोटे वर्ष भितरे चिंता करंतु सबु देवा देवी पाखुर जेते प्रकार दिव्यास्त्र से प्राप्त कले एवं जो गुडा कि तांको भविष्यत रे सब जगह साहाय्य करछि आमे सेटा महाभारत रे देखिछंती देखो एठी जो आघात तांको मिलिला से आघात तांकर परिपूर्णता पाई एवं निश्चिततम एवं क्षिप्रतम मार्ग हे गला कने से अनेक दिव्यास्त्र प्राप्त कले से गोटे वर्ष भितरे आ काम कोन तांकर एवं ता भितरे आउ गोटे कथा देखो आघात जेते कठिन हुए सेते सेते प्रभु का दिव्य प्रेमर महत्व अनुभव करि हुए प्रॉब्लम हुए सही समय रे जाने हुए जो माने साधना करथिबे जो माने दिव्य पूर्णता पाई आश्रय करथिबे से माने अनुभव करि परिबे चिंता करंतु गोटे घटना सेठी घटिला जेतेबेले सेही वर्षक भितरे जेतेबेले इंद्रଙ୍କ पाखକୁ जाइछंती इंद्र तांको नेइछंती सेतेबेले उर्वशी तांको प्रेम प्रणय निवेदन करछंती प्रेम प्रणय निवेदन जेतेबेले करछंती सेतेबेले अर्जुन कहउछंती तुमे होउछ देवी एवं तुमे मोर पितांकर सभारे तुमे जेहेतु जने देवी तेणु मु तुमे मोर माता समान तेणु मु तुमको माता हिसाब से देखुची तेणु मते तुमे क्षमा कर किंतु सेतेबेले उर्वशी तांको अभिशाप दउचंती जे तुमे जो पुरुषत्व नै कि तुमे गर्व करूछ तुमे नंपुसक हे जाओ ओके देखंतु से नंपुसक तापर कोन घटना चक्र घटिला परे स्थिर हैला जे गोटाय वर्ष पई से नंपुसकता रहिबो सेही नंपुसकता जदि अर्जुन गोटाय वर्ष पई न पाई थांते भविष्यत रे जेतेबेले से वनवास देखो जना नाही आगु को कोन घटिबो किए आमे जानना दी किंतु भगवान कार्यधारा रे से जानते कोन कोन घटिबो तेणु आगुरु सब बाट क्लियर कर दे अर्जुन जो वीर्य जो शौर्य सी जेतेबेले अज्ञात वासरे रहिबे जो रूप रे रुहंतु ना काहे एते सुंदर सौम्य रूप तांकर एते वीर्य शौर्य रहिछि सी जे कोनोसी पोशाक नहीं कि जो रूप रुहतु ना कहीं जे नहीं से चिन्ह दब तेणु जो नपुंसकता प्राप्त है फाइनाली एक भी दिगला जिते बड़े से चाहिए से वर्षटी से ने तेणु अज्ञातवास अर्जुन से अभिशाप को व्यवहार कले बर्तमान देखो आघात अभिशाप आम जोटा कहे गोटे आघात एक आघात कौन है
ପ୍ରଭୁଙ୍କର ଦିବ୍ୟ ପ୍ରେମର ମହତ୍ଵ ହେଲା, ଯଦ୍ୱାରା ସିଏ ଲୁଚି ପାରିଲେ, ତାଙ୍କୁ ସେତେବେଳେ ଜାଣିପାରିଲେନି କେହି। କାରଣ ଯେତେବେଳେ ନପୁଂସକ ଦ୍ୱାରା ତାଙ୍କ ଭିତରେ ସେଇ ଯୋଉ ବର୍ଷକ ପାଇଁ ଆସିଲା, ସେତେବେଳେ ତାଙ୍କର କଥା ବଦଳିଗଲା, ତାଙ୍କର ସବୁ କିଛି ଚାଲିଚଳନ ବଦଳିଗଲା। ତେଣୁ ଜଣା ପଡ଼ିଲାନି ଯେ ସିଏ ଅର୍ଜୁନ ବୋଲି। ତେଣୁ ଆଘାତ ଯେତେ କଠିନ ଦେଖିବେ, ସେତେବେଳେ ଦେଖିବେ ସେତେ ପ୍ରଭୁଙ୍କର ଦିବ୍ୟ ପ୍ରେମର ମହତ୍ଵ ତା ଭିତରେ ଥାଏ। ତାକୁ ଅନୁଭବ କରିବାକୁ ହେଲେ ଆମକୁ ସବୁବେଳେ ଦିବ୍ୟ ପ୍ରେମକୁ ଆଶ୍ରୟ କରିବାକୁ ପଡିବ। ଗୋଟେ ପାରାଗ୍ରାଫରେ ଆକ୍ଚୁଆଲି ଟିକେ ବହୁତ ସମୟ ହେଇଗଲା, ଟିକେ ସମୟ ଲାଗିବ ଆଉ। ଆଜି ବିପରୀତ ପକ୍ଷରେ ସାଧାରଣ ମଣିଷ ମାନେ ଈଶ୍ୱରଙ୍କୁ ଏକ ସହଜ, ସୁଖକର ଏବଂ ସଫଳ ଜୀବନ ମାଗୁଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଗତ ସୁଖ, ଶାନ୍ତି ଓ ସନ୍ତୋଷରେ ଏହି ଲୋକମାନେ ପ୍ରଭୁଙ୍କର କୃପା ଦେଖୁଥାନ୍ତି। କିନ୍ତୁ ବିପରୀତରେ ଯଦି ସେମାନେ ଜୀବନରେ କୌଣସି ସମୟରେ ଅସୁଖ ଦୁର୍ଭାଗ୍ୟର ସମ୍ମୁଖୀନ ହୁଅନ୍ତି, ସେମାନେ ଅଭିଯୋଗ କରି କୁହନ୍ତି, ହେ ଈଶ୍ୱର ତୁମେ ମତେ ଭଲ ପାଅ ନାହିଁ, ତା ନହେଲେ ମୁଁ ଏତେ କଷ୍ଟ ଭୋଗୁଥାନ୍ତି। ଯିଏ ବି କଷ୍ଟ ପାଏ ସେ ସାଙ୍ଗେ ସାଙ୍ଗେ କହେ ଯେ ଭଗବାନ ମତେ ଭଲ ପାଉନାହାନ୍ତି, ଆଉ ଭଗବାନ ନାହାନ୍ତି। ଯଦି ଭଗବାନ ଥାନ୍ତେ ମୁଁ ଏତେ କଷ୍ଟ ପାଇଥାନ୍ତି? ଭଗବାନ ଯଦି ଅଛନ୍ତି ମୋ କଥା କାହିଁ ଶୁଣୁନାହାନ୍ତି? ମୁଁ କଣ ପାପ କରିଛି? ଇତ୍ୟାଦି ଇତ୍ୟାଦି କେତେ କେତେ କଥା କୁହ। ଘଟଣା ବି ଏମିତି ଅନେକ ଘଟଣା ଘଟିଛି। ଜଣେ ବ୍ୟକ୍ତି ଆଶ୍ରମ ଯାଇଛନ୍ତି ଏବଂ ଆଶ୍ରମରେ ସମାଧି ପାଖରେ ପ୍ରଣାମ କରି ଦର୍ଶନ କରି ସବୁ ଆସିଛନ୍ତି। ତାପରେ ପଣ୍ଡିଚେରୀ ଥିବା ଅବସ୍ଥାରେ ତାଙ୍କ ସେ ଶରୀର ତ୍ୟାଗ କରିଛନ୍ତି। ତେଣୁ କି ସୌଭାଗ୍ୟ ତାଙ୍କର, କି ସୌଭାଗ୍ୟ! ଭଗବାନଙ୍କୁ ଦର୍ଶନ କରି ସାରିଲା ପରେ ଜଣେ ଭଗବାନଙ୍କ ପୀଠରେ, ଦିବ୍ୟ ପୀଠରେ ଶରୀର ତ୍ୟାଗ କରୁଛି, ଆଠାରୁ ଆଉ ବଳି କିଛି ସୌଭାଗ୍ୟ ଜୀବନରେ ରହିଛି। କିନ୍ତୁ ତାଙ୍କ ପରିବାର କହିଲେ, ମା ନିଜେ ଅଛନ୍ତି, ମାନେ ଆଶ୍ରମର ପରିବେଶ, ମାଙ୍କ ପାଖକୁ ସେ ଆସିଥିଲେ, କେମିତି ସେ ଶରୀର ତ୍ୟାଗ କଲେ? ତାହେଲେ ଇଏ ଭଗବାନ ନୁହନ୍ତି। ଆମେ ଆଶା କରୁ ଭଗବାନ ଆମକୁ ଅମର କରି ରଖିଥିବେ, ଭଗବାନ ଆମକୁ ସବୁବେଳେ ସୁଖରେ ଦେବେ, ସବୁବେଳେ ଶାନ୍ତି, ସବୁବେଳେ ଆନନ୍ଦ କେବଳ ଥବ, ଆମେ ଖାଲି ମୌଜ ମଜଲିସ କରୁଥିବୁ। ଯଦି ସେଇଟା ନାହିଁ ତାହେଲେ ଭଗବାନ ନାହାନ୍ତି। ଏଇଟା ସାଧାରଣ ବ୍ୟକ୍ତି ଏଇଭଳି ଭାବରେ ଦେଖନ୍ତି। ସେମାନେ ପ୍ରଭୁଙ୍କର କୃପା କହିଲେ ବୁଝନ୍ତି କେବଳ ସୁଖ, ଶାନ୍ତି ଆଉ ସନ୍ତୋଷ। କିନ୍ତୁ ମାନେ କଥା ହଉଛି ବିପରୀତ ପ୍ରକୃତିରେ। ସୁଖ, ସନ୍ତୋଷ, ଶାନ୍ତି ଆମ ଜୀବନରେ ଥାଏ, ସେତେବେଳେ ଅନେକ ବ୍ୟକ୍ତି, ସାଧାରଣ ବ୍ୟକ୍ତି ସବୁବେଳେ ଭଗବାନଙ୍କୁ ଭୁଲି ଏଇ ବିଷୟ ଆସକ୍ତିରେ ନିଜକୁ ମତ୍ତ କରି ରଖେ। ସେ ଭୁଲିଯାଏ କଣ ଘଟେ। ଏଇଠି ଗୋଟେ ଗପଟେ ମନେ ପଡୁଛି, କହିଦଉଛି, ଟିକେ ଡେରି ହଉଛି କିନ୍ତୁ କହିଦଉଛି। ଗପଟି ହଉଛି ଯେ ମାୟା କଣ ବୋଲି ବୁଝିବାକୁ ଯାଇଛନ୍ତି ନାରଦ ନାରାୟଣଙ୍କ ପାଖକୁ। ସିଏ କହିଲେ ହଉ ଠିକ ଅଛି, ପରେ କହିବା ଆଉ। ସେ ଆସିଛନ୍ତି, ହଠାତ୍ ମର୍ତ୍ତ୍ୟଧାମକୁ ଆସିଛନ୍ତି ଏବଂ ନାରାୟଣ କହୁଛନ୍ତି ଯେ ମତେ ଶୋଷ ହେଲାଣି, ଟିକେ ପାଣି ଆଣ ଯା ପିଇବା। ବର୍ତ୍ତମାନ ଇଏ ଯାଇଛନ୍ତି ପାଣି ପାଇଁ, ନାରଦ ଯାଇଛନ୍ତି ପାଣି ପାଇଁ। ଯୋଉଠି ପାଣି ଆଣିବା ପାଇଁ ଜଣ ଘରକୁ ଗଲେ, ସେଠି ଯାହାଙ୍କ ପାଖରୁ ପାଣି ଆଣିଲେ, ନାରୀ ଗୋଟେ ଝିଅଟିଏ, ଅବିବାହିତା ଝିଅ, ସିଏ ତାଙ୍କୁ ଆତିଥ୍ୟତା ଦେଲେ। ତେଣୁ ସେଠି ସେ ଆତିଥ୍ୟତା ରହିଲେ। ତାପରେ ସେଇ ସମୟରେ ତାଙ୍କର ବାପାଙ୍କର ଦେହ ଖରାପ ଥିଲା। ତେଣୁ କାର ସେ ଝିଅର ବାପା, ତେଣୁ ତାକୁ ନାରଦ ଭାବରେ ସେ ବାପା ଭଲ ହେଇଗଲେ। ତେଣୁ ସିଏ ବାପା ଖୁସି ହେଇଗଲେ। ତେଣୁ ସିଏ ତାଙ୍କୁ କହିଲେ ମୋ ଝିଅକୁ ବିବାହ କରି ରୁହ। ତେଣୁ ସେ ଝିଅକୁ ବିବାହ କରି ରହିଲେ। ବିବାହ କରି ରହିଲା ପରେ ବର୍ଷ ପରେ ବର୍ଷ ଗଲା, ତାଙ୍କର ପିଲାପିଲି ହେଲା। ଦିଟା ତିନିଟା ପିଲା ହେଲା, ତିନିଟା କି ଚାରିଟା କଣ ଏମିତି ପିଲା ଅଛି, ସେ ଗପରେ ବର୍ଣ୍ଣନା ଅଛି, ମାନେ ଆକୁରେଟଲି ମନେ ପଡୁନି। ତିନି ଚାରିଟି ପିଲା ହେଇଛି, ଭଲରେ ମାନେ ତାଙ୍କର ପରିବାର ଚାଲିଲାଣି। ତାପରେ ହଠାତ୍ ଦିନେ କଣ ହେଇଛି ନା, ବଢି ଆସିଛି, ପାଣି ମାଡି ଆସିଛି ଏବଂ ସେଥିରେ ଭାସି ଯାଉଛନ୍ତି। ଭାସି ଗଲା ବେଳକୁ ଏପଟରେ ସିଏ ଦିଟା ଛୁଆକୁ କାନ୍ଦେଇଛନ୍ତି, କଟାକୁ ମୁଣ୍ଡେଇଛନ୍ତି, ଏପଟରେ ସ୍ତ୍ରୀକୁ ଧରିଛନ୍ତି, କିନ୍ତୁ ପାଣି ଏତେ ଜୋରରେ ଆସୁଛି ଯେ ସମସ୍ତଙ୍କୁ ଭସେଇ ନେଇଯାଉଛି। ସେଠି ସେ, ଏଇଟା ଗୋଟେ କାହାଣୀ ହଉଛି। ତାପରେ ସେ ହଠାତ୍ ସେ ଯୋଉ ଯେତେବେଳେ ସବୁ ଭାସି ଯାଉଛନ୍ତି, ସେତେବେଳେ ସିଏ ଆତ୍ମସ୍ଥ ହେଇଯାଉଛନ୍ତି। କଣ ହେଲା, ସବୁ ଭାସିଗଲେ, ଇଏ ଗଲେ। ସେତେବେଳେ ସେ ଭଗବାନଙ୍କୁ ନିନ୍ଦିବା ପାଇଁ ଯେତେବେଳେ ଯେମିତି ବ୍ୟଗ୍ର ହଉଛନ୍ତି, ସେଇ ସମୟରେ ତାଙ୍କର ସଚେତନତା ଆସିଯାଉଛି। ସେ ହଠାତ୍ ଦେଖୁଛନ୍ତି, ମୁଁ ପାଣି କୂଳରେ ଠିଆ ହେଇଛି, ପାଣି ପାଇଁ ଆସିଥିଲି,
तापर से नारायण पाखु जाउछन्ति तो पानी बढ़ेया पे आ पीवा पे किंतु नारायण हसुछन्ति तो नारद हसिले कहले बुझीगली प्रभु माया कौन बुझीगली साधारणतः कौन हुए जिते बड़े जो शांति संतोष भल चलती परिवार भल चलती से भगवान मन पड़ती जिते बड़े विराट किसी दुर्घटना घटे से साधारणतः भगवान मन पड़ती तेणु लोक साधारणतः कौन करती जिते सुख शांति संतोष ना से कहते भगवान मत कृपा करना एठी जोटा प्रभु लिखिं से लिखिं माँ लिखुं साधक पक्षरे यही मनोभाव अत्यंत स्थूल और अज्ञता माँ लिखुं साधक पक्षरे यही मनोभाव अत्यंत स्थूल और अज्ञतापूर्ण जदि से भाव मत कृपा हूँ कौन ना मु सुख शांति संतोष जदि शांति ना संतोष ना जंत्रणा रही मत संघर्ष रोचे भगवान मत कृपा करना यहाँ हूँ अज्ञतापूर्ण यह बदल श्री अरविंद से दिव्य प्रेमिक को प्रार्थना कर कहते हे प्रियतम जेते जेते आघात देउछ दियो आहुरी बेसी करी आघात दियो ए कठिन आघात भितर ही मु जेपरि मो प्रति तुम प्रेमर गभीरता अनुभव करे देखंतु से आघात एठी सेति पे कहउछन्ती लास्ट शब्द गुडा को देखन कोन कहले ए कठिन आघात भितर ही मु जेपरि मो प्रति तुम प्रेमर गभीरता अनुभव करे ए लाइन टा भी हमर मन रखिया उचित सी जो खाली आघात बोली मागी ना से कहते कहीं मते आम देखिले दुख जंत्रणा आघात आसे से आम अग्रगति अधिक हुए से आम भगवान अति निकटतर होचु तेणु सी कहते हे भगवान मत हे प्रियतम भगवान कहते तमें मोर प्रिय मु तुम प्रिय से मुझे जानी तुम जो मत आघात दब तो मत आघात दियो किंतु सहित ये वाक्यटी मन रखा कठिन आघात भितर ही मु जेपरी मो प्रति तुम प्रेमर गभीरता अनुभव करे यही आस्पृहा भी आम पाखे रहा उचित तुम प्रेमर गभीरता अनुभव करे जो भगवत प्रेम मो प्रति रही से गभीरता जमी मु अनुभव करे मुझेपरी तुम ठार दूरे न जाए साधारण व्यक्ति मो भीतर मनोभाव जेपरी न आसे तुम मो पाखे आघात आसुची माने भगवान नहांती मो प्रति आघात आसुची माने मो पर भगवत कृपा नाही यही अनुभव न आसु तांको प्रति भगवान प्रति प्रेमर गभीरता जेपरी मो भितर आसे तेणु ये श्रीरविंद से अर्थ थट्स एंड अफोरिज्म लिखिं बोली माँ वर्णना कर किंतु आमे सतर्क रहिबा आमे आघात जंत्रणा मागिबा नहीं आमे माँ को प्रार्थना करबा एतिकी माँ मते तुमर संतान करनियो मोर दायित्व तुम्हें पूर्णतः नियो दुख जंत्रणा जेते बेले जहाँ आसुची ता भितर तुमे मते चले कि नियो मते जहाँ दरकार मु जेमिति तुमर जंत्र हो पारिबी तुमर संतान हो पारिबी से दायित्व तुमर यही आस्पृहा एवं समर्पण भाव रखी आम सब आम दैनंदिन जीवन कार्य गुड़ कर चलवा माँ थैंक यू ऑल